ଆପଣମାନେ ଜାଣିଥିବେ ଲାଇଫ୍‌ର ସକ୍ସେସ୍‌ର ପ୍ରଥମ ପାହାଚ ପାଇବା ପାଇଁ ବହୁତ କଠିନ। ବିଜନେସ୍ ହଉ ବା କୌଣସି ଗଭର୍ଣ୍ଣମେଣ୍ଟ ଜବ୍ ହଉ, ବିଜନେସ୍‌ରେ ଗୋଟେ ପିଲା ବିଜନେସ୍‌ରେ ସଫଳତା ପାଇବାକୁ ଚାହୁଁଛି, ସେ ତା ପାଖରେ ପଇସା ରହୁନି ବା ଯେତିକି ତା ପାଖରେ ପଇସା ରହୁଛି ଇନଭେଷ୍ଟ କରୁଛି ସେ ଲସ୍‌ରେ ପଡ଼ିଯାଉଛି। ତ ଲାଇଫ୍‌ରେ ଫାର୍ଷ୍ଟ ଷ୍ଟେପ୍ ସକ୍ସେସ୍ ପାଇବାଟା ବହୁତ କଠିନ ହେଇଯାଉଛି। ଆଉ ଯଦି ଆପଣ ଚ୍ୟାନେଲ୍‌କୁ ନୂଆ ଅଛନ୍ତି ନିହାତି ଭାବରେ ଆମ ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଓକେ। ହଁ, ଆଉ ଗୋଟେ କଥା କି ଏମିତି କିଛି ଜିନିଷ ନାହିଁ ମୁଁ ସବୁ ଜିନିଷ ମୁଁ ଜାଣିଛି ବୋଲିଆ। ଆଉ କିଛି ଜିନିଷ ଶିଖିବାର ଅଛି ତମଠୁ। ଓକେ, ତ ଛାଡ଼ ମୁଁ ଯେତିକି ଜାଣିଛି ସେତିକି ଟ୍ରାଏ କରି ବେଷ୍ଟ ଦେବା ପାଇଁ। ସକ୍ସେସ୍ ପାଇବାର ମେନ୍ ମୂଳ ମନ୍ତ୍ର ହେଉଛି ଫେଲ୍ୟୁର୍। ଆପଣ ଯଦି ଫେଲ୍ୟୁର୍‌କୁ ଚିହ୍ନିଯିବେ ତ ନିହାତି ଭାବରେ ଆପଣମାନେ ସକ୍ସେସ୍ ମଧ୍ୟ ପାଇପାରିବେ। ତ ଫେଲ୍ୟୁର୍ ଆଜିକାଲି କେଉଁ ଭଳିଆ ଫେଲ୍ୟୁର୍ ହେଉଛି ନିହାତି ଭାବରେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ କହିଦେବି ଏବଂ କେମିତି କ'ଣ କଲେ ସକ୍ସେସ୍ ପାଇପାରିବେ ମୁଁ ନିହାତି ଭାବରେ ଆପଣଙ୍କୁ ଲାଷ୍ଟ କହିଦେବି। ତ ନିହାତି ଭାବରେ ବିନା ସ୍କ୍ରିପ୍ଟରେ ଭିଡ଼ିଓ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ। ଓକେ, ସବୁ କିଛି ଜିନିଷ ଜାଣିପାରିବେ। ଫାର୍ଷ୍ଟ କଥା ହେଲା କି ଆଜିକାଲି ତମେ ଜାଣିଥିବ ଫର୍ଷ୍ଟ ବିଗ୍ ଫେଲର ଇଜ୍ ଲଭ୍। ଆଜିକାଲି ବହୁତ ପିଲା ଲଭ୍ ଚକରରେ ନଷ୍ଟ ହୋଇଯାଉଛନ୍ତି। କିଛି ପିଲା କିଛି ଲଭ୍ ଚକରେ ପିଲା ସବସ୍କ୍ରାଇବ୍ କରିଥିବେ ମେସେଜ୍ କରିକି ଭାଇ ବହୁତ ବଢ଼ିଆ, ମାନେ ଆଜିକାଲି ଦେଖ ଲଭ୍ର ଚାଲିଛି ଭାଇ ବହୁତ ବଢ଼ିଆ, ଲଭ୍ ଇଜ୍ ଭେରି ବ୍ୟୁଟିଫୁଲ୍। ସମସ୍ତେ କହିବେ ହଁ ସମସ୍ତଙ୍କ ଜାଗାରେ ଆଜି ଲାଇଫ୍ରେ ତ ଲଭ୍ ନିହାତି ଦରକାର। ବଟ୍ ଫାର୍ଷ୍ଟ ଷ୍ଟେପ୍ ଆପଣ ଯଦି ସକ୍ସେସ୍ ହେଇଯିବେ ତାପରେ ଯଦି ଲଭ୍ କରିବେ, ଯଦି ଲଭ୍ରେ ବ୍ରେକଅପ୍ ହେଇଯାଉଛନ୍ତି ତ କିଛି ଫରକ ପଡ଼ିବ ନାହିଁ। ଆଜିକାଲି କେଉଁ ଭଳିଆ ଲଭ୍ ହେଉଛି ଆପଣ ଜାଣିଥିବେ, ମୁଁ ଆପଣଙ୍କୁ କହିଦେଉଛି। ଗୋଟେ ବୋଲି ଲାଇଫ୍, ଯଦି ଆପଣମାନେ ସେ ଲାଇଫ୍କୁ ପ୍ରପର୍ଲି ୟୁଟିଲାଇଜ୍ କରୁଛନ୍ତି ତ ନିହାତି ଭାବରେ ଆପଣମାନେ ଫ୍ୟୁଚର୍ରେ କିଛି ବି କରିପାରିବେ। ଯଦି ଆପଣ ଲଭ୍ ଚକ୍କରରେ ପଡ଼ିକି ଟାଇମ୍ ୱେଷ୍ଟ କରିଦେବେ, ବର୍ତ୍ତମାନ ଟାଇମ୍ରେ 18ରୁ 25 ବର୍ଷ କଥା କହୁଛି, ତା ଭିତରେ ଆପଣ ଜାଣିଥିବେ ବହୁତ ସାରା ଆଟ୍ରାକ୍ସନ୍ ବୟସ ଆପଣଙ୍କୁ ଟ୍ରାଏ କରି ଲଭ୍ କରିବା ପାଇଁ ବହୁତ ସାରା ପିଲା ଆସିବେ ଆପଣଙ୍କୁ ପର୍ପସ୍ ମାରିବା, ତୁମେ କାହାକୁ ବି ଟ୍ରାଏ କରିବେ ପ୍ରପୋଜ୍ କରିବେ। ଡିସ୍ ତ ମାନେ କହିବାକୁ ଗଲେ ଡିଷ୍ଟ୍ରାକ୍ସନ୍। ଓକେ, ତ ଆପଣ ଜାଣିଥିବେ ଆଜିକାଲି କେଉଁ ଭଳିଆ ଲଭ୍ ହେଉଛି ବା କହିବାକୁ ଗଲେ 100ରୁ 80-90% ପୁରା ଫେକ୍ ଲଭ୍। 10-12 ବର୍ଷ ଲଭ୍ ବ୍ରେକଅପ୍ ହେଇଯାଉଛି। ତ ଆପଣମାନେ କେମିତି ଭାବିବେ ବର୍ଷେ 2 ବର୍ଷ ଲଭ୍ କରି ଟ୍ରଷ୍ଟ ହେଇଛି? ହଁ, ଟ୍ରଷ୍ଟ ତ ହେଉଛି, ଦୁଇ ଜଣ ଭିତରେ ଟ୍ରଷ୍ଟ ଥିବା ଦରକାର। ଆଉ କିଛି ସବସ୍କ୍ରାଇବ୍ ମେସେଜ୍ କରିକି ଆମର ଟ୍ରଷ୍ଟ ଲଭ୍ ହେଉଛି, ଆପଣ କିଛି ଅସୁବିଧା ହେଉନି, ଏଇଟା ସବୁ ବେକାର ଟାଇମ୍ ମଧ୍ୟ ୱେଷ୍ଟ ହେଉଛି। ଯଦି ଆପଣମାନେ ଟ୍ରଷ୍ଟ ଲଭ୍ କରୁଛନ୍ତି ଆପଣଙ୍କୁ ସପୋର୍ଟର ନିହାତି ଭାବରେ ଦରକାର। ଓକେ, ଯେମିତିକି ଆପଣମାନେ ଯେକୌଣସି ଗଭର୍ଣ୍ଣମେଣ୍ଟ ଚାକିରି କରୁଛନ୍ତି ବା ବିଜନେସ୍ କରୁଛନ୍ତି, ଆପଣଙ୍କୁ ସେ ବହୁତ ବହୁତ ସପୋର୍ଟିଂ ଥିବା ଦରକାର। ଏମିତି ନାହିଁ କି ବହୁତ ସାରା 2-3-4-5 ଘଣ୍ଟା କଥାବାର୍ତ୍ତା ହେବେ। ଆପଣ ଜାଣିଥିବେ ଆଜିକାଲି କେଉଁ ଭଳିଆ ଲଭ୍ ହେଉଛି। ତ ମୋ ମତରେ ସେ ଜିନିଷ ପଡ଼ିବାର ନାହିଁ। ହଁ, ସେ ଜିନିଷ ତ ଆଜିକାଲି ଲଭ୍ ତ ରହୁଛି। ତ ଫାର୍ଷ୍ଟ କରି ଆପଣମାନେ ଫାର୍ଷ୍ଟ ଗୋଟେ ସେଟଲ୍ ହେଇଯାଆନ୍ତୁ, ତ ତାପରେ ଆପଣମାନେ ଯେମିତି ଦେଖିବା କଥା ଦେଖିବେ। ଆଜିକାଲି ବହୁତ ସାରା ଜାଣିଥିବେ, ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଗୋଟେ ସବସ୍କ୍ରାଇବର୍। ଓକେ, ତ ସବସ୍କ୍ରାଇବର୍ ସେ କହୁଥିଲା ଭାଇ ମୋର 10th ରେ ଥିଲା 85%, +2 ଥିଲା ମୋର ପାଖାପାଖି 75%। ମୁଁ +2ରେ ଲଭ୍ ଚକ୍କରରେ ପଡ଼ିକି ଲାଇଫ୍ ପୁରା ବର୍ବାଦ କରିଦେଲି। ଆଉ ହେଲା ଲାଇଫ୍ ପୁରା ବର୍ବାଦ କରିଦେଲି, ମାନେ କ'ଣ କରିବି କ'ଣ ନାହିଁ ମୁଣ୍ଡ ବି କିଛି ବି କାମ କରୁନି। ଓକେ, ରିଏଲ୍ ଜିନିଷ ନାଇଁ କି ମୁଁ ତୁମକୁ ଏକ୍ଜାମ୍ପଲ୍ ଦେଉଛି, ଏଇଟା ହେଉଛି ରିଏଲ୍ କଥା। ବହୁତ ସାରା ସବସ୍କ୍ରାଇବର୍ ଅଛନ୍ତି, ମୁଁ ଗୋଟେ ସବସ୍କ୍ରାଇବର୍ ସହିତ ତା ସହିତ ବେଶୀ ମିଶା ବୋଲି ମୁଁ ଆପଣଙ୍କୁ ଏକ୍ଜାମ୍ପଲ୍ ଦେଉଛି। ଓକେ, ତ ଆପଣମାନେ ସେମିତି ଟ୍ରାଏ କରନ୍ତୁ। ଆଜିକାଲି ସେ କହୁଥିଲେ ମୁଁ ନିହାତି ତାକୁ ଟ୍ରଷ୍ଟ ଲଭ୍ କରୁଥିଲି, ତାର 2 ଇୟର୍ସ ତାଙ୍କର 2 ଇୟର୍ସ ଲଭ୍ ଥିଲା। ଓକେ, ନିହାତି ଟ୍ରଷ୍ଟ ଲଭ୍ କରୁଥିଲି, ବଟ୍ ସିଏ ବ୍ରେକଅପ୍ କରିକି ପଳେଇଲା। ଓକେ, ତୁମେ ଜାଣିଥିବ ଆଜିକାଲି କେଉଁ ଭଳିଆ ଲଭ୍ ହେଉଛି। ଆପଣମାନେ ଜାଣିଥିବେ ଦିସ୍ ଇଜ୍ ନଟ୍ ପରମାନେଣ୍ଟ। କହିବାକୁ ଗଲେ 100ରୁ ଯଦି ଆପଣମାନେ ଲଭ୍ କରୁଛନ୍ତି 100ରୁ 90-80, ଆଜିକାଲି 90-80% ଫେଲର୍। 10% ହଁ ସକ୍ସେସ୍ ହେଇଯିବ, ବଟ୍ ଆପଣଙ୍କର ଫ୍ୟୁଚର୍ ବନିବ ତ ସେଇ ଅନୁସାରେ ଭାବିଚିନ୍ତି କାମ କରନ୍ତୁ। ଏମିତି ନାହିଁ କି ମୁଁ କହିଦେଲି ଆପଣ ସେଇ କାମ କରିଦେ। ଆପଣଙ୍କୁ ମୁଁ ଯାହା କହୁଛି, ମୁଁ ଯେତିକି ଜାଣିଛି କ'ଣ କଲେ କ'ଣ ନାହିଁ, ବାସ୍ ମୁଁ ଆପଣଙ୍କୁ ସେଇ କଥା ହିଁ କହୁଛି। ଫାର୍ଷ୍ଟ କରି ଆପଣ ନିଜେ ଗୋଟେ ସେଟେଲ୍ ହୁଅନ୍ତୁ। ସେଟେଲ୍ ହିସାବରେ ଯଦି ଲଭ୍ କରନ୍ତି, ହଁ ଲଭ୍ରେ ତ ଫେଲର୍ ଅଛି ସକ୍ସେସ୍ ଅଛି। ଯଦି ଆପଣ ଫେଲର୍ ହେଇଯାଉଛନ୍ତି ତ କିଛି ବି ଆପଣଙ୍କୁ ଫରକ ପଡ଼ିବନି, କାରଣ ଆପଣ ଅଲରେଡ଼ି ବି ଗୋଟେ ଲାଇନ୍କୁ ସକ୍ସେସ୍ ହେଇଯାଇଛନ୍ତି। ଓକେ, ତ ସେଇ ଅନୁସାରେ ଆଜିକାଲି ବହୁତ ସାରା ଫେକ୍ ଲଭ୍ ହେଉଛି। ଆପଣ ତ ନିଜେ ହିଁ ଜାଣିଛନ୍ତି, ସୋସିଆଲ୍ ମିଡ଼ିଆରେ ଆପଣମାନେ ଦେଖୁଥିବେ କେଉଁ ଭଳିଆ ଲଭ୍ ହେଉଛି। ଓକେ, ଆଜିକାଲି ଦ୍ୟାଟ୍ ଇଜ୍ ଦ ବିଗ୍ ଫେଲର୍ସ ଇଜ୍ ଲଭ୍। ଆପଣଙ୍କୁ ଲାଇଫ୍ ପୁରା ଫ୍ୟୁଚର୍ ବର୍ବାଦ କରିଦେବ। ମୋ ମତରେ ଯେତିକି ଭଲ ତାଠୁ ଖରାପ ହେଉଛି ସେତିକି। ଓକେ, ଏକରେ ଟାଇମ୍ ୱେଷ୍ଟ ହେବ। ଓକେ, ଆପଣ ଜାଣିଦେବେ। ଓକେ, ମୁଁ ଆଉ ବେଶୀ କିଛି କହୁନି, ଆପଣ ଅଲରେଡ଼ି ସବୁ କିଛି ଜିନିଷ ଜାଣିଛନ୍ତି, ବଟ୍ ଯେତିକି କହିବା କଥା ମୁଁ ଆପଣଙ୍କୁ କହିଦେଲି। ଆପଣମାନେ କ'ଣ କେବେ କରିବେ ଅଲରେଡ଼ି କହିଦେଲି। ଓକେ, ଫାର୍ଷ୍ଟ କଥା ହେଲା ଏତିକି ବିଗ୍ ଫେଲର୍। ସେକେଣ୍ଡ ବିଗ୍ ଫେଲର୍ ହେଉଛି ଯେଉଁମାନେ ସିଙ୍ଗଲ୍ ଥିବେ
ମାନେ ଗଭର୍ଣ୍ଣମେଣ୍ଟ ଜବ୍ ଟିକେ ବିଜନେସ୍ ପାଇଁ ଜବ୍ ପାଇଁ ପ୍ରିପାରେସନ୍ କରୁଥିବେ, ବହୁତ ସାରା ଆକ୍ସେପ୍ଟ କରୁଥିବେ ବଟ୍ ଫେଲୁଅର୍ ହେଉଥିବେ ଲାଷ୍ଟକୁ ଗିଭ୍ ଅପ୍ କରିଦେବେ, ମାନେ ଛାଡ଼ିଦେବେ, ନାଇଁ ମୋ ଦ୍ୱାରା ହେବନି। ବହୁତ ସାରା ଡିପ୍ରେସନ୍ରେ ରହୁଥିବେ, ଚାକିରି ହେବ କି ନାହିଁ, ବହୁତ ସାରା ଭାବନା ଆଣୁଥିବେ, ଯାହାଫଳରେ କି ସେମାନେ ଫେଲୁଅର୍ ହେବେ। କ'ଣ ପାଇଁ ନା ଦେଖ, ଆପଣମାନେ ଗୋଟେ ଜିନିଷ ଧର ଗୋଟେ ପାଠଟା ପଢ଼ୁଛନ୍ତି, ଯଦି ପାଠରେ ମୁଣ୍ଡରେ ବହୁତ ସାରା ଡିପ୍ରେସନ୍ ପଶିଯାଇଥିବ, ତ ଆପଣମାନେ ଯେତେ ପାଠ ପଢ଼ୁଛନ୍ତି କିଛି ବି ମନେ ରହିବ ନାହିଁ। ତ ଆପଣ ଯଦି ଗୋଟେ କୁଲ୍ ମାଇଣ୍ଡ ସହିତ, ହଁ ଲାଇଫ୍ରେ ଡିପ୍ରେସନ୍ ଅଛି, ତ ଆପଣଙ୍କୁ ସେଇ ସିଚୁଏସନ୍କୁ ଖାପ ଖୁଆଇ ରହିବାକୁ ପଡ଼ିବ, ନିହାତି ନିଜକୁ ଗୋଟେ ମେକଅପ୍ କରିବାକୁ ପଡ଼ିବ, ଯାହାଫଳରେ କି ଆପଣମାନେ ସେଇଟା ଜାଣିଥିବେ। ଏଇଟା ସମସ୍ତ ପିଲା ନୁହଁ, ଅଧିକାଂଶ ପିଲାଙ୍କର ସେମିତି ରହୁଛି କି ସେମାନେ ଟ୍ରାଏ କରୁଛନ୍ତି ବହୁତ ସାରା ବିଜନେସ୍ ହଉ ବା ଗଭର୍ଣ୍ଣମେଣ୍ଟ ଚାକିରି ହଉ, ବହୁତ ସାରା ଟ୍ରାଏ କରୁଛନ୍ତି ବଟ୍ ଫେଲୁଅର୍ ହେଉଛନ୍ତି, ବହୁତ ଡିପ୍ରେସନ୍କୁ ପଳାଉଛନ୍ତି, ଯାହାଫଳରେ କି ସେମାନଙ୍କ ମାଇଣ୍ଡ ପୁରା ଆବସେଣ୍ଟ ରହୁଛି ସଦାବେଳେ, ଯାହାଫଳରେ କି ସେମାନେ ଯେକୌଣସି ଜିନିଷ କରୁଛନ୍ତି ନିହାତି ଭାବରେ ଫେଲୁଅର୍ ହେବେ। ଆପଣ ନିଜେ କୁହନ୍ତୁ, ଗୋଟେ ଏକ୍ଜାମ୍ପଲ୍ ଅଲରେଡ଼ି ଆପଣଙ୍କୁ କହିଦେଲି। ତୁମେ ଧର ସପୋଜ୍ ପଢ଼ୁଛ, ଓକେ, ପଢ଼ିଲା ବେଳେ ଆପଣ ଗୋଟେ ମୁଣ୍ଡରେ ଗୋଟେ ଆବସେଣ୍ଟ ଡିପ୍ରେସନ୍ ମାଇଣ୍ଡ ରହିବ, ଆପଣ ଯେତେ ବି ପଢ଼ୁଥିବେ କିଛି ବି ମନେ ରହିବ ନାହିଁ। ତ ତେଣୁ ଆପଣମାନେ କ'ଣ କରିବା ଉଚିତ, ନିହାତି ଭାବରେ ଆପଣଙ୍କୁ ଲାଷ୍ଟ ଯାଏଁ ଭିଡ଼ିଓ ବନି ରୁହନ୍ତୁ। ଆପଣମାନେ କ'ଣ କରିବେ, କ'ଣ ନ କରିବେ, ସବୁ କିଛି ଡିଟେଲ୍ସ ମଧ୍ୟ ମୁଁ ଆପଣଙ୍କୁ କହିଦେବି। ଓକେ, ଏଇଟା ହେଲା ସେକେଣ୍ଡ ପାର୍ଟ, ଯେଉଁଟାକି ସେମାନେ ଟ୍ରାଏ କରୁଛନ୍ତି ସକ୍ସେସ୍ ପାଇବା ପାଇଁ, ବହୁତ ସାରା ଡିପ୍ରେସନ୍ ଯୋଗୁଁ ବା ଫ୍ୟାମିଲି ପ୍ରେସର୍ ଯୋଗୁଁ ସେମାନେ ଓହରି ଯାଉଛନ୍ତି। ଓକେ, ଥାର୍ଡ଼ କଥା ହେଲା କି ଓକେ, ମିଡ଼ିଲ୍ କ୍ଲାସ୍ ପିଲାଙ୍କ କଥା। ଓକେ, ବିଜନେସ୍ ହଉ ବା ଗଭର୍ଣ୍ଣମେଣ୍ଟ ଚାକିରି ହଉ, ମିଡ଼ିଲ୍ କ୍ଲାସ୍ ପିଲାଙ୍କ କଥା କହୁଛି, ସେମାନଙ୍କର ଫ୍ୟାମିଲି ପ୍ରେସର୍ ପଡ଼ିଥାଏ କି ତୁ କୌଣସି ଗୋଟେ ଜାଗାରେ ରହ ବା କୌଣସି କମ୍ପାନୀ ଫମ୍ପାନୀ ଜାଗାରେ ରହ, ଚାକିରି କରେ, ବହୁତ ସାରା ପଇସା, ତାଙ୍କର ବଡ଼ ଭଉଣୀ ହଉ ବା ତାଙ୍କର ଫ୍ୟାମିଲି ହଉ, ତାଙ୍କର ପଇସା ବହୁତ ସାରା ନିଡ଼୍ ହୁଏ, କେଉଁଠି ରହ, କେଉଁଠି ଯାଇକି ରହ, ତୁ ସେମିତି ଗୋଟେ ଲାଇଫ୍ରେ ଗୋଟେ ଡିପ୍ରେସନ୍ ଯାଏ। ବଟ୍ ତୁମର ଏମ୍ ଥିବ କି ଗୋଟେ ଭଲ ବିଜନେସ୍ କରିବା, ଗୋଟେ ଭଲ ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ ସଫଳତା ପାଇବେ, ଆପଣଙ୍କର ଗୋଟେ ଏମ୍ ଥାଏ, ବଟ୍ ସେଇ ଏମ୍କୁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଲାଇଫ୍ରେ ଫାର୍ଷ୍ଟ କଥା ହେଲା ଧୈର୍ଯ୍ୟ। ଆପଣମାନେ ଯେତେ ପର୍ଯ୍ୟନ୍ତ ଧୈର୍ଯ୍ୟ ନାହିଁ, ଧୈର୍ଯ୍ୟ ସହିତ ପଡ଼ିବାକୁ ପଡ଼ିବ, ଡିସିପ୍ଲିନ୍, ସେଲ୍ଫ ଡିସିପ୍ଲିନ୍ ନେବାକୁ ପଡ଼ିବ, କନଫିଡେନ୍ସ ତୁମ ପାଖରେ ଥିବାକୁ ପଡ଼ିବ। ହଁ, ଏଇ ଇୟର୍ସ ଆପଣ ସପୋଜ୍ ଗୋଟେ ଏକ୍ଜାମ୍ପଲ୍ ଦେବେ, ଆପଣ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ କରୁଛନ୍ତି, ଆପଣଙ୍କ ଗୋଟେ କନଫିଡେନ୍ସ ଥିବ ଏଇ ଏକ୍ଜାମ୍ ମୁଁ କ୍ଲିୟର୍ କରିପାରିବି କି ନାହିଁ। ଓକେ, ଗୋଟେ କନଫିଡେନ୍ସ ଥିବ, କାରଣ ଆପଣ ନିଜେ ହିଁ ପଢ଼ୁଛନ୍ତି, ଆପଣ ନିଜେ ହିଁ ଜାଣିଛନ୍ତି ନା ଆପଣ କେଉଁ ସବଜେକ୍ଟ ଷ୍ଟ୍ରଙ୍ଗ ଅଛନ୍ତି, କେଉଁ ସବଜେକ୍ଟ ୱିକ୍ ଅଛନ୍ତି, ଆପଣ ନିଜେ ହିଁ ଜାଣିଛନ୍ତି। ତ ଆପଣଙ୍କୁ ସେ ଅନୁସାରେ ଆପଣଙ୍କୁ ପଢ଼ିବାକୁ ପଡ଼ିବ, ସେ ଅନୁସାରେ ଆପଣଙ୍କୁ ନିଜକୁ ମେକଅପ୍ କରିବାକୁ ପଡ଼ିବ। କାରଣ ଗୋଟେ ମିଡ଼ିଲ୍ କ୍ଲାସ୍ରୁ ବିଲଙ୍ଗସ୍ କରୁଥିବା ପିଲା, ଆପଣ ତାଙ୍କୁ ଯାଇକି ପଚାରିବେ ହେଲା, ଯେଉଁମାନେ କି ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ ପ୍ରିପାରେସନ୍ ହେଉଛନ୍ତି, ତାଙ୍କ ଲାଇଫଷ୍ଟାଇଲ୍ କେମିତିଆ ସେମାନେ ନିଜେ ହିଁ କହିବେ। ଓକେ, କାରଣ ସେମାନଙ୍କର ଫ୍ୟାମିଲି ପ୍ରେସର୍ ପଡ଼ିଯାଇଥାଏ, ବହୁତ ସାରା ପଇସା ଇନକମ୍ କରିବାକୁ ତାଙ୍କ ପାଇଁ ଇଚ୍ଛା ଥାଏ, ବଟ୍ କ'ଣ କରିବା, ଏହା ହିଁ ଅସୁବିଧା ହୋଇଥାଏ। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ନିଜକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ, ନିହାତି ଭାବରେ ଆପଣଙ୍କୁ ସିଚୁଏସନ୍କୁ ମେଣ୍ଟେନ୍ କରିବାକୁ ପଡ଼ିବ, ଟ୍ରାଏ କରିବ ବହୁତ କମ୍ ଇୟର୍ରେ ସକ୍ସେସ୍ ପାଇବା ପାଇଁ। ଫାର୍ଷ୍ଟ ଷ୍ଟେପ୍ ସକ୍ସେସ୍। ଓକେ, ତ ଫୋର୍ କଥା ହେଲା କି ଓକେ, ଆପଣଙ୍କୁ କହିବି କ'ଣ କରିବାକୁ ପଡ଼ିବ, ଯେଉଁଟାକି ଆପଣମାନେ ଫାର୍ଷ୍ଟ ଷ୍ଟେପ୍ ସକ୍ସେସ୍ ପାଇପାରିବେ। ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି ଗୋଟେ ଏକ୍ଜାମ୍ପଲ୍ ଦେଉଛି, ସପୋଜ୍ ଆପଣଙ୍କର ଏମ୍ ଥିବ ଗୋଟେ ଗ୍ରୁପ୍ ଏ ପୋଷ୍ଟ ପାଇବା ପାଇଁ, କିନ୍ତୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ନିହାତି ଭାବରେ ଗୋଟେ ଫାର୍ଷ୍ଟ ଷ୍ଟେପ୍ ସକ୍ସେସ୍ ପାଇବାକୁ ପଡ଼ିବ। ଗୋଟେ ମିଡ଼ିଲ୍ କ୍ଲାସ୍ ପିଲାଙ୍କ କଥା ହେଉଛି, ଗ୍ରୁପ୍ ସି ପୋଷ୍ଟ ଆପଣଙ୍କୁ କ୍ୱାଲିଫାଇ କରିବାକୁ ପଡ଼ିବ, କାରଣ ଗ୍ରୁପ୍ ସି ପୋଷ୍ଟ ଥଟା ଆପଣମାନେ ପାଇଗଲେ ନା, କିଛି ପିଲା କହିକି ଗ୍ରୁପ୍ ସି ପୋଷ୍ଟ ପାଇଗଲା ମାନେ ଜବ୍ରେ ଡ୍ୟୁଟ୍ ହେଇଯିବ, ଆପଣମାନେ ପଢ଼ିପାରିବେ ନାହିଁ। ହଁ, ଏଇ ତ ଏଠି ସତ କଥା, ବଟ୍ ଆପଣଙ୍କୁ ତା ଭିତରେ ପଢ଼ିବାର ଅଛି, ଯେଉଁଟାକି ଆପଣମାନେ ଫାର୍ଷ୍ଟ ଗୋଟେ ପୋଷ୍ଟ ମାନେ ଗୋଟେ ଫାର୍ଷ୍ଟ ଷ୍ଟେପ୍ ସକ୍ସେସ୍ ପାଇଲା ମାନେ ସେ ସକ୍ସେସ୍ ଆଗକୁ ନେଇକି ହିଁ ଯିବ। ଆପଣଙ୍କୁ କ'ଣ ପଡ଼ିବ, ଆପଣ ଯାହା ବି କରୁଛନ୍ତି ଆପଣଙ୍କୁ ନିଜେ ହିଁ ଆପଣଙ୍କୁ ନିଜକୁ ମେଣ୍ଟେନ୍ ମଧ୍ୟ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଅଲରେଡ଼ି ବି କହିଦେଲି କ'ଣ କରିବାକୁ ପଡ଼ିବ। ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍, ବେସିକାଲି ଅଧିକାଂଶ ପିଲା ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ ପ୍ରିପାରେସନ୍ ହେଉଛନ୍ତି। ମୁଁ ଗଭର୍ଣ୍ଣମେଣ୍ଟ ଚାକିରି ବିଷୟରେ କହୁଛି, ସପୋଜ୍ ଆପଣ ଗୋଟେ ଏକ୍ଜାମ୍ପଲ୍ ଦେବୁ, ସପୋଜ୍ ଗୋଟେ କଥା କହୁଛି, ଆପଣ ଯେଉଁ ସବଜେକ୍ଟରେ ଫାର୍ଷ୍ଟ କରିକି ୱିକ୍ ରହୁଛନ୍ତି, ଫାର୍ଷ୍ଟ କରି ସେଇ ସବଜେକ୍ଟକୁ ଧ୍ୟାନ ଦିଅନ୍ତୁ। ହଁ, ଆଉ ଗୋଟେ କଥା, ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଆଜିକାଲି। ଓକେ, ତ ଫାର୍ଷ୍ଟ କଥା ହେଲା ଆପଣମାନେ ହେଲା ବହୁତ ଜଲ୍ଦି ଶୋଇବେ, ମୋ କଥା ଅନୁସାରେ ବହୁତ ଜଲ୍ଦି ଶୋଇବେ, ଆଉ ଯେତେବେଳେ ବି ଉଠୁଛନ୍ତି 3ଟା ହେଉ 4ଟା ହେଉ, ଯେତେବେଳେ ବି ଉଠୁଛନ୍ତି ଆପଣଙ୍କ ଟାର୍ଗେଟ୍ ଫାର୍ଷ୍ଟ କରି ଆପଣମାନେ ରୁଟିନ୍ ବନାନ୍ତୁ କି ନ ବନାନ୍ତୁ କିଛି ଫରକ ପଡ଼ିବନି। ତ ଆପଣମାନେ ଯେତେବେଳେ ବି ଉଠୁଛନ୍ତି 4ଟା ହେଉ 5ଟା ହେଉ, ଯେତେବେଳେ ବି ଓକେ, ଯିଏ ଗୋଟେ ପିଲା ଡେରି 3ଟାରୁ ଶୋଇକି 7ଟା 8ଟା ସକାଳୁ ଉଠୁଛନ୍ତି, ବହୁତ ସାରା ହେଲା, ମୋବାଇଲ୍ ଫୋବାଇଲ୍ ଲଫ୍ ଚକର ବା କିଏ ପାଠ ପଢ଼ୁଛି,
ओके ଯେତେବେଳେ ବି ଉଠୁଛନ୍ତି ଓକେ ଯେତେବେଳେ ବି ଉଠୁଛନ୍ତି ଆପଣ ଫାଷ୍ଟ କରିକି 10-15 ମିନିଟ୍ କନସେନ୍ଟ୍ରେସନ୍ କରନ୍ତୁ କାରଣ କନସେନ୍ଟ୍ରେସନ୍ କଲେ ଆପଣଙ୍କ ମାଇଣ୍ଡ ସ୍ଥିର ରହିବ ଏବଂ ଆପଣ ଜାଣିଥିବେ ସକାଳ ଟାଇମ୍ରେ ଆପଣ ଯେତେବେଳେ ଉଠୁଛନ୍ତି ଆପଣଙ୍କ ମାଇଣ୍ଡଟା ସ୍ଥିର ରହେ ଆଉ ଆପଣ ଯଦି 10-15 ମିନିଟ୍ କନସେନ୍ଟ୍ରେସନ୍ କରିଦେବେ ଆପଣଙ୍କ ମାଇଣ୍ଡ ଆହୁରି ମଧ୍ୟ ସ୍ଥିର ରହିବ ଆପଣ ମାଇଣ୍ଡଟା କୁଲ୍ ରହିବ ଯଦି ଆଉ ସେଇ ଟାଇମ୍ରେ ଯଦି ପଢ଼ାପଢ଼ି କରୁଛନ୍ତି ଏବଂ ଆପଣ ଜାଣିଥିବେ ସେ ପାଠଟା ମନେ ରହେ ଠିକ୍ ଅଛି। ଆଉ ବହୁତ ପିଲା କହୁଥିବେ କ'ଣ ପାଇଁ ସକାଳ ପାଠଟା ମନେ ରହିଲେ ମନେ ରୁହେ ଆପଣ ତ ନିହାତି ଭାବରେ ଜାଣିଦେବେ ଓକେ। ତାପରେ କନସେନ୍ଟ୍ରେସନ୍ କରିସାରିଲା ପରେ ଆପଣ ଯାହା ବି କରିବେ ଷ୍ଟଡ଼ି କରନ୍ତୁ ବା ନିଜେ କାମ କରନ୍ତୁ। ତାପରେ ହଁ ଆଉ ଗୋଟେ କଥା ଆପଣମାନେ ଅଫିସିଆଲ୍ ଜବ୍ ପାଇଁ ଚାକିରି କରନ୍ତୁ ବା ଫିଜିକାଲ୍ ପାଇଁ ଚାକିରି କରନ୍ତୁ ଫାଷ୍ଟ କରି ମର୍ଣ୍ଣିଂ ୱାର୍କଟା ଇଜ୍ ଭେରି ଇମ୍ପୋର୍ଟାଣ୍ଟ କାରଣ ମର୍ଣ୍ଣିଂ ୱାର୍କ କଲେ ଆପଣଙ୍କ ହେଲ୍ଥ ଭଲ ରୁହେ ହେଲ୍ଥ ଭଲ ରହିଲେ ସବୁକିଛି ଭଲ ହୁଏ ଆଉ ପଢ଼ିବାକୁ ମଧ୍ୟ ଇଚ୍ଛା ହୁଏ। ଆପଣଙ୍କ ସବୁ ଜ୍ୱର ହେଉଛି ବା ଥଣ୍ଡା ହେଉଛି ଆପଣଙ୍କୁ ପଢ଼ିବାକୁ ମୋଟେ ବି ଇଚ୍ଛା ହେବ ନାହିଁ। ଯଦି ଆପଣମାନେ ଡେଲି ମର୍ଣ୍ଣିଂ ୱାର୍କଆଉଟ୍ କରିବେ ଆପଣ ହେଲ୍ଥ ମଧ୍ୟ ଭଲ ରହିବ ଯାହାଫଳରେ କି ଆପଣଙ୍କୁ ଆଗକୁ ମଧ୍ୟ ନେଇକି ଚାଲିବ। ମର୍ଣ୍ଣିଂ ୱାର୍କଆଉଟ୍ କରିବେ ଆପଣଙ୍କ ପର୍ସନାଲ୍ କାମ କରିବେ ଯାହା ବି ଘର ଫର କାମ ଅଛି ତାପରେ ଆପଣମାନେ ପଢ଼ାପଢ଼ି କରିବେ ଆଉ ବେଶୀ ଫୋକସ୍ କରିବେ ୱିକ୍ ସବଜେକ୍ଟକୁ ଓକେ ଯେଉଁ ଆପଣଙ୍କର ୱିକ୍ ଅଛି ଆପଣ ନିଜେ ହିଁ ଜାଣିଛନ୍ତି ମୁଁ ଆପଣଙ୍କୁ ଅଲରେଡ଼ି ସବୁ କିଛି ଡିଟେଲ୍ସ କହିଦେଇଛି ଆପଣମାନେ କ'ଣ କଲେ ସକ୍ସେସ୍ ପାଇପାରିବେ ସେଇଟା ଆପଣ ନିଜେ ହିଁ ଜାଣିଛନ୍ତି। ତ ଆପଣ ସେଇ ଅନୁସାରେ ନିଜକୁ ପ୍ରିପାରେସନ୍ କରନ୍ତୁ ନିଜକୁ ପରିଶ୍ରମ କରନ୍ତୁ ଏବଂ ନିହାତି ଭାବରେ ଆପଣମାନେ ସକ୍ସେସ୍ ପାଇପାରିବେ। 6 ମନ୍ଥ ଓକେ ମାତ୍ର 6 ମନ୍ଥ ନିଜକୁ ଟାଇମ୍ ଦିଅନ୍ତୁ। 6 ମାସ ବେଶୀ ନାହିଁ ମାତ୍ର ତମେ ଯଦି ମାସେ 2 ମାସ ଟାଇମ୍ ଦେଇଦେବ ଓକେ ଯେଉଁମାନେ ବି ଆଜିକାଲି ଯାହା ବି ହେଇଛି ତମେ ଫାଷ୍ଟ କରି ଛାଡ଼ିଦିଅ ଯାହା ବି ହେଇଛି ଛାଡ଼ିଦିଅ ଏବଂ ତମେ ଯଦି ମାସେ କଣ୍ଟିନ୍ୟୁ ଏହି କାମ କର ସକାଳୁ ଜଲ୍ଦି ଶୁଅ ଜଲ୍ଦି ଉଠ କନସେନ୍ଟ୍ରେସନ୍ କର ପାଠ ପଢ଼ ମର୍ଣ୍ଣିଂ ୱାର୍କ କର ମର୍ଣ୍ଣିଂ ୱାର୍କ କରିସାରିଲା ପରେ ପାଠ ପଢ଼ ବା ତମ ନିଜକୁ ଟାଇମ୍ ଦିଅ ଫାଷ୍ଟ କରି ଏମିତି ନାହିଁ କି ତମ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଲଭ୍ ଚକରେ ପଡ଼ ଆଜିକାଲି ମୁଁ ଅଲରେଡ଼ି ଫାଷ୍ଟରୁ କହିଦେଇଛି ନିଜକୁ ଟାଇମ୍ ଦିଅ ଡିସିପ୍ଲିନ୍ ମେଣ୍ଟେନ୍ କର ବେଶୀ କଥା କୁହନି ଡିସିପ୍ଲିନ୍ ମେଣ୍ଟେନ୍ କର ସେଲ୍ଫ ଗୋଟେ କନଫିଡେନ୍ସ ରଖ କି ହଁ ମୁଁ କରିପାରିବି ଆଉ ସକାଳୁ ନିହାତି ଭାବରେ 5 ଲାଇନ୍ ପଢ଼ିବାର ଅଛି ହଁ ଆଇ ଆମ୍ ବେଷ୍ଟ ଟୁଡେ ଇଜ୍ ମାଇ ଡେଜ୍ ମୁଁ ଓକେ ମୁଁ ଅଲରେଡ଼ି ଏରା ସବୁ କିଛି ଜିନିଷ ଆମ ଗ୍ରୁପ୍ରେ ମଧ୍ୟ ମାନେ ଅଲରେଡ଼ି ଗୋଟେ ଭିଡ଼ିଓରେ ମଧ୍ୟ ଆପଣଙ୍କୁ କହିଦେଇଛି ଆଉ ଗୋଟେ କଥା ମୋଟିଭେସନାଲ୍ ଆପଣ କେବେ ବି ଲାଇଫ୍ରେ ସକ୍ସେସ୍ ପାଇପାରିବେ ନାହିଁ ହଁ ଆପଣ ମୋଟିଭେସନ୍ କଥା ଶୁଣିକି ହଁ ଆପଣମାନେ 10 ମିନିଟ୍ ବା ଗୋଟେ 2 ଦିନ ମୋଟିଭେଟ୍ ହେଇକି ପଢ଼ିପାରିବେ ବଟ୍ ଆପଣ ନିଜକୁ ମୋଟିଭେଟ୍ କରିବାର ଅଛି ଆପଣ କ'ଣ କଲେ କ'ଣ ନ କରେ ଆପଣ ନିଜେ ହିଁ ଜାଣିଛନ୍ତି ବଟ୍ ମୁଁ ଆପଣଙ୍କୁ ବେଶୀ କିଛି କହୁନି ଆପଣ ବାସ୍ ଏହି କାମ ହିଁ କରନ୍ତୁ ଆଉ ସମସ୍ତଙ୍କୁ ରେସପେକ୍ଟ ଦିଅନ୍ତୁ ଓ ରେସପେକ୍ଟ ଦେବା ଶିଖନ୍ତୁ କଥା କହିବା ଶିଖନ୍ତୁ ଆପଣଙ୍କ କଥା ନିହାତି ଭାବରେ ଗୋଟେ ପିଲାଟା ଆଗ ସାମ୍ନା ପିଲାଟା ଜାଣିଦେବ କି ଦିସ୍ ଇଜ୍ ଭେରି ଗୁଡ୍ ପର୍ସନ୍ ଭେରି ଓକେ ଆପଣ ଓକେ ମୁଁ ଆଉ ଏତେ ବେଶୀ କହୁନି ଆପଣମାନେ ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିଛନ୍ତି ବାସ୍ ଏତିକି ହିଁ କରିବାର ଅଛି ଆଉ କିଛି ନାହିଁ ବଟ୍ ମୁଁ ଯେତିକି ଜାଣିଛି ସେତିକି କହିଲି ବଟ୍ ଟ୍ରାଏ କରିବି ଆହୁରି ବେଷ୍ଟ ଦେବା ପାଇଁ ଓକେ ମୁଁ କେବେ ସ୍କ୍ରିପ୍ଟ ଆପଣ ଜାଣିଥିବେ ବହୁତ ସାରା ମୁଁ ଆପଣଙ୍କୁ ଗର୍ବ କରି କହୁନି ବଟ୍ ମୁଁ ଏଇଟା ଭିଡ଼ିଓ କିଛି ଏଡ଼ିଟିଂ ଫେଡ଼ିଟିଂ କରୁନି ବଟ୍ ଯେତିକି କହୁଛି ଯେତିକି ଯାହା ବି ଜିନିଷ ଛାଡ଼ି ଦେଇଛି ମୁଁ ଟ୍ରାଏ କରିବି ଗୋଟେ ନ୍ୟୁ ଭିଡ଼ିଓରେ ଆଣିବା ପାଇଁ ଓକେ ତ ବାସ୍ ଆଜିର ଭିଡ଼ିଓ ଥିଲା ଏତିକି ରହୁଛି ଦେଖା ନେକ୍ସଟ ଭିଡ଼ିଓରେ ସେଥିପାଇଁ ଜୟ ଜଗନ୍ନାଥ।